ଆଜି ସକାଳ 8ଟାରେ ଆମର ହ୍ୟୁମାନ ସାଗର ଆସିଥିଲେ, ମତେ ଦେଖାହେଲେ। ତାଙ୍କର ମନ କଥା ସେ ମତେ କହିଲେ। ନାଇଁ, ଯୋଉମାନେ କହୁଛନ୍ତି ଯେ ହ୍ୟୁମାନ ସାଗର ଭୂତ ହେଇକି ଆସିଲେ ଇତ୍ୟାଦି ଇତ୍ୟାଦି ଆସିଲେ, ସେମାନଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି, ଆପଣ ମାନେ ଏହାକୁ ଶାସ୍ତ୍ର ଅନୁସାରେ ପ୍ରୁଭ କରନ୍ତୁ। କାରଣ ହିନ୍ଦୁ ତମାମ ଶାସ୍ତ୍ର ମାନଙ୍କୁ କହୁଛି। ସମସ୍ତଙ୍କୁ ନମସ୍କାର ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ତେବେ ଆପଣ ଜାଣନ୍ତି, ଆମର ଗହନରେ ହ୍ୟୁମାନ ସାଗର ଭାଇ ନାହାନ୍ତି, ଆଉ ସେ କିଛି ଦିନ ତଳେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ ପ୍ରଭୁଙ୍କ କୋଳକୁ ସେ ଚାଲି ଯାଇଛନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ତେବେ ଏଠାରେ ପ୍ରଶ୍ନ ଉଠୁଛି, ହ୍ୟୁମାନ ସାଗର ସ୍ୱର୍ଗ ଗଲେ ନା କୁଆଡ଼େ ଗଲେ? ସେ ସ୍ୱର୍ଗ ଗଲେ କି? ଅନେକ ବ୍ୟକ୍ତିମାନେ ଏମିତି ପ୍ରଶ୍ନ କରନ୍ତି। ସେ ତ ଖ୍ରୀଷ୍ଟିଆନ ଥିଲେ, ସେ ସ୍ୱର୍ଗ ଗଲେ ନା ନର୍କ ଗଲେ? ତେବେ ପ୍ରିୟ ବନ୍ଧୁଗଣ, ଆଜିର ଏଇ ଯେଉଁ ଭିଡ଼ିଓ ରହିଅଛି, এই ଭିଡ଼ିଓଟି ମୁଁ JP ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲରୁ ମୁଁ ଆଣିଛି। ଏଠାରେ ଦୁଇ ଜଣ ଭାଇ ଅଛନ୍ତି। ଜଣଙ୍କ ନାଁ ହେଉଛି ତବ୍ୟସ ଭାଇ, ଯାହାଙ୍କ ଚ୍ୟାନେଲ ହେଉଛି JP ଓଡ଼ିଆ। ଆଉ ଜଣେ ଯେଉଁ ଭାଇ ଅଛନ୍ତି, ତାଙ୍କର ଚ୍ୟାନେଲର ନାଁ ହେଉଛି CRT ଓଡ଼ିଆ। ଦୁଇ ଜଣ ମଧ୍ୟରେ ଜବରଦସ୍ତ ଆଲୋଚନା ହେଇଛି। ହ୍ୟୁମାନ ସାଗର କେଉଁଠି ଗଲେ? ଚାଲନ୍ତୁ ଆମେ ତାଙ୍କ ମୁଖରୁ ଆମେ ଡାଇରେକ୍ଟ ଶୁଣିବା। ସମସ୍ତଙ୍କୁ ପ୍ରେଜ୍ ଲର୍ଡ ନମସ୍କାର। ମୋର ପ୍ରିୟମାନେ, ଆଜି ଦିନ ମାନଙ୍କ ମଧ୍ୟରେ ଆପଣ ଜାଣି ଅଛନ୍ତି ହ୍ୟୁମାନ ସାଗର, ଯିଏକି ଜଣେ ଖ୍ରୀଷ୍ଟିଆନ ବୋଲି ପରିଚିତ ଏବଂ ଅନେକ ଖ୍ରୀଷ୍ଟିଆନ ଗୀତ ଗାଇ ଅଛନ୍ତି। ଆଉ ହ୍ୟୁମାନ ସାଗରଙ୍କୁ ନେଇ ବେଶୀ ମୁଁ ଇଣ୍ଟ୍ରୋଡ୍ୟୁସ କରିବା ପାଇଁ ଚାହେଁ ନାହିଁ, ଯେହେତୁ ବର୍ତ୍ତମାନ ସେ ଆମମାନଙ୍କ ମଧ୍ୟରେ ନାହାନ୍ତି। ତାଙ୍କରି ମୃତ୍ୟୁକୁ ନେଇ ଅନେକ ଚନ୍ଦନ ଟୀକା ଲଗେଇ ଆସୁଥିବା ବାବାମାନେ, ଆସୁଥିବା ହିନ୍ଦୁମାନେ ଏହି ପ୍ରକାର ଭାବରେ କିଛି ମନ୍ତବ୍ୟ ଦେଉଛନ୍ତି ଯେ ହ୍ୟୁମାନ ସାଗର ଏଇଥିପାଇଁ ମରିଲେ। ଆଉ କିଛି ଲୋକମାନେ କହୁଛନ୍ତି ହ୍ୟୁମାନ ସାଗର ମରିଲା ପରେ କାନ୍ଦୁଥିଲେ। ଅନେକ ଲୋକ କହୁଛନ୍ତି ଆମେ ହ୍ୟୁମାନ ସାଗର ଭୂତ ବେଶରେ ଆସିଥିଲେ, ଆମେ ତାହାଙ୍କୁ ଦେଖିଲୁ। ଅନେକ ଲୋକ ତ ଏଇ ପ୍ରକାର ମଧ୍ୟ କହୁଅଛନ୍ତି ଯେ ହ୍ୟୁମାନ ସାଗର ଆମକୁ ଦେଖାଦେଲେ। ଏହି ପ୍ରକାର ହିନ୍ଦୁମାନେ କହୁଅଛନ୍ତି। ହ୍ୟୁମାନ ସାଗରଙ୍କୁ ନେଇ ଅନେକ ବିଷୟ ଚାଲିଅଛି। ହେଲେ ଆମେ ମାନେ ଖ୍ରୀଷ୍ଟିଆନ, ବାସ୍ତବରେ ହ୍ୟୁମାନ ସାଗର କେଉଁ ଜାଗାରେ ଅଛନ୍ତି, ଆଉ ତାଙ୍କେ ସ୍ୱର୍ଗ ଗଲେ ନା ନର୍କ ଗଲେ? ଆଜିର ଏହି ଭିଡିଓରେ ଆମେ ମାନେ ଜାଣିବାକୁ ପାଇବା ଆମମାନଙ୍କ ମଧ୍ୟରେ CRT ଓଡ଼ିଆ ଭାଇ, ଯିଏକି ଆମ ଗଣମାଧ୍ୟମ ୟୁଟ୍ୟୁବରେ CRT ଓଡ଼ିଆ ଭାବରେ ପରିଚିତ, ଯାହାଙ୍କର ଭିଡିଓ ଆପଣ ଦେଖୁଥିବେ, କିମ୍ବା ଆପଣ ତାହାଙ୍କର ଚ୍ୟାନେଲ CRT ଓଡ଼ିଆ ଭାବରେ ସର୍ଚ୍ଚ କଲେ ଆପଣ ପାଇପାରିବେ। ତାଙ୍କେ ଆମମାନଙ୍କ ମଧ୍ୟରେ ହ୍ୟୁମାନ ସାଗରଙ୍କୁ ନେଇ ଆଜି ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଏବଂ ଖ୍ରୀଷ୍ଟିଆନ ଫେଥ୍ କଣ, ଆଉ ସେମାନେ କଣ ବିଶ୍ୱାସ କରନ୍ତି ମଣିଷ ମରିଲା ପରେ, ତାହାକୁ ସେ ଡିଫାଇନ୍ କରିବେ। ତ ଏହି ପ୍ରକାର ଭାବରେ ଆଜି ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପଲିଟିକ୍ସ କରିବା ଆଉ ମିଥ୍ୟା ଭାବରେ ପ୍ରେଜେଣ୍ଟେସନ ଦେବା, ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଆମର ଖ୍ରୀଷ୍ଟିଆନର ମଧ୍ୟ କିଛି ରୁଲ୍ ଅଛି, ଆଉ ଖ୍ରୀଷ୍ଟିଆନ ମାନେ ମଧ୍ୟ ବିଶ୍ୱାସ କରନ୍ତି। ତାହା ବାସ୍ତବ ସତ୍ୟ କଣ ଅଟେ, ହ୍ୟୁମାନ ସାଗର ବର୍ତ୍ତମାନ କେଉଁଠାରେ ଅଛନ୍ତି, ତାହାର ସ୍ପଷ୍ଟ ଜବାବ ଜାଣିବା ପାଇଁ ଆସନ୍ତୁ ଆମମାନଙ୍କ ମଧ୍ୟରେ CRT ଓଡ଼ିଆ ଭାଇ ଅଛନ୍ତି। ଆମେ ତାହାଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ସ୍ୱାଗତ କରୁଅଛୁ। ଓକେ, ପ୍ରଭୁ ଯୀଶୁଙ୍କ ଅତି ମଧୁର ଓ ବହୁମୂଲ୍ୟ ନାମରେ ଆପଣ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ଫାର୍ଷ୍ଟ ଅଫ୍ ଅଲ୍ ମୁଁ ବ୍ରଦରକୁ ଧନ୍ୟବାଦ ଦେବାକୁ ଚାହେଁ, କାରଣ ବ୍ରଦର ମତେ ଏଇ ଟିଭି ଶୋକୁ ଆଣିଛନ୍ତି। ତ ଯେମିତି ଭାଇ କହିଲେ, ଯେମିତି ଆପଣ ମାନେ ଦେଖିପାରୁଥିବେ, ହ୍ୟୁମାନ ସାଗରଙ୍କର ମୃତ୍ୟୁ ପରେ ଅନେକ ଲୋକ, ଅନେକ ହିନ୍ଦୁ ଭାଇ ମାନେ ବିଭିନ୍ନ ପ୍ରକାର କଥା କହୁଛନ୍ତି। ଯୋଉମାନେ ସୋସିଆଲ ମିଡିଆକୁ ଆସୁନଥିଲେ, ସେମାନେ ମଧ୍ୟ ଭାଇରାଲ ହେବା ନିମନ୍ତେ ହ୍ୟୁମାନ ସାଗରଙ୍କର ନେମ୍ ୟୁଜ କରି ବିଭିନ୍ନ ପ୍ରକାର କଥା କହୁଛନ୍ତି। ଆଉ ଅନେକ ଲୋକ ଚନ୍ଦନ ଟୀକା ଲଗେଇକି କହୁଛନ୍ତି ଯେ ହ୍ୟୁମାନ ସାଗର ଭୂତ ଭାବରେ ଆସିକି ମତେ ଦର୍ଶନ ଦେଲେ, ଏଣ୍ଡ ଭୂତ ବେଶରେ ଆସିକି ମୋ ସହିତ କଥୋପକଥନ କଲେ। ଆଉ କେତେ ଜଣ କହୁଛନ୍ତି ଯେ ହ୍ୟୁମାନ ସାଗର କାନ୍ଦୁଥିଲେ। ତ ଏଇ ତମାମ ବିଷୟ ସବୁ ଆମେ ଡିସ୍କସ କରିବା। ଆଉ କେତେ ଜଣ ତ କହୁଛନ୍ତି ଯେ ସେ ପୁନର୍ଜନ୍ମ ନେଇକି ଶ୍ରୀ ଜଗନ୍ନାଥଙ୍କ ଗୀତ ଗାଇବେ, ଏଇ ତମାମ ବିଷୟ। ତ ଦର୍ଶକ ବନ୍ଧୁ, ଆପଣ ସମସ୍ତେ ଜାଣନ୍ତି ହ୍ୟୁମାନ ସାଗର ଜଣେ ଖ୍ରୀଷ୍ଟୀୟ ବିଶ୍ୱାସୀ ଥିଲେ। ସେ ଯୀଶୁଙ୍କୁ ବିଶ୍ୱାସ କରୁଥିଲେ, ସେ ବାଇବେଲକୁ ବିଶ୍ୱାସ କରୁଥିଲେ। ତ ସେଇ ଆଧାରରେ ଆମେ ଦେଖିବା। ତ ଦର୍ଶକ ବନ୍ଧୁ, ଆପଣ ସମସ୍ତେ ଜାଣିପାରିଥିବେ ଯେ ହ୍ୟୁମାନ ସାଗର ବହୁତ ମାତ୍ରାରେ ଖ୍ରୀଷ୍ଟିଆନ ଗୀତ ଗାଇଛନ୍ତି। ତାଙ୍କର ଯେତିକି ବି ଖ୍ରୀଷ୍ଟିଆନ ଗୀତ ସେ ଗାଇଛନ୍ତି, ସମସ୍ତ ଖ୍ରୀଷ୍ଟିଆନ ଗୀତ ଭାଇରାଲ ଅଟେ। ସେ ସମସ୍ତ ଖ୍ରୀଷ୍ଟିଆନ ଗୀତ ଆପଣ ବହୁତ ଥର ଶୁଣିଥିବେ। ତ ଦର୍ଶକ ବନ୍ଧୁ, ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ
ବାଇବେଲ କଣ କୁହେ ଗୋଟେ ମନୁଷ୍ୟ ମୃତ୍ୟୁ ହେଲା ପରେ। ତ ସେଇ ବିଷୟ ଆମେ ଆଜି ଦେଖିବା ହ୍ୟୁମାନ ସାଗର କୋଉଠି ଥିବେ। କାରଣ ଆମେ ସମସ୍ତେ ଜାଣିଛୁ ଯେ ହ୍ୟୁମାନ ସାଗର ଗୋଟିଏ ସିଙ୍ଗର ଥିଲେ। ସେ ଅନେକ ପ୍ରକାର ଗୀତ ଗାଇଛନ୍ତି, ହିନ୍ଦୀ ଗୀତ ଗାଇଛନ୍ତି, ଖ୍ରୀଷ୍ଟିଆନ ଗୀତ ଏଣ୍ଡ ଓଡିଆ ଖ୍ରୀଷ୍ଟିଆନ ଗୀତ ମଧ୍ୟ ଗାଇଛନ୍ତି ଏଣ୍ଡ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଗୀତ ଗାଇଛନ୍ତି। ସେଥିପାଇଁ ଅନେକ ଖ୍ରୀଷ୍ଟିଆନ ଭାଇ ମାନେ ମଧ୍ୟ କୁହନ୍ତି ଯେ ହ୍ୟୁମାନ ସାଗର ଏମିତି ଗାୟନ କରୁଥିଲେ। ତ ଯାହା ଇଚ୍ଛା ସେମାନେ ମଧ୍ୟ କହୁଛନ୍ତି। ତ ମୁଁ ଆପଣ ମାନଙ୍କୁ ବାସ୍ତବରେ ଆଜି କହିବାକୁ ଚାହେଁ କି ହ୍ୟୁମାନ ସାଗର କୋଉଠି ଥିବେ। ତ ଦର୍ଶକ ବନ୍ଧୁ ଯେତେବେଳେ ଆପଣ ଦେଖିଥିବେ କି ହ୍ୟୁମାନ ସାଗର ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସେ ବହୁତ ଜାଗାରେ ଗୀତ ମଧ୍ୟ ଗାନ କରୁଥିଲେ। ତାଙ୍କର ମୁଁ ପିକ୍ସ ଗୁଡାକ ସବୁ ଦେଖିଛି। ସେ ବହୁତ ପ୍ରେୟର ଆଟେଣ୍ଡ କରୁଥିଲେ। ପ୍ରଭୁ ତାହାଙ୍କୁ ଗୋଟେ ବହୁତ ମଧୁର କଣ୍ଠ ଦେଇଛନ୍ତି। ସେ କଣ୍ଠ ମାଧ୍ୟମରେ ସେ ପରମେଶ୍ୱରଙ୍କର ଉପାସନା କରୁଥିଲେ ଏଣ୍ଡ ପରମେଶ୍ୱରଙ୍କ ନିମନ୍ତେ ଗୀତ ଗାନ କରୁଥିଲେ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ। ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେ ମତଲବ ହିନ୍ଦୁ ଭାଇ ମାନଙ୍କ ଆରାଉଣ୍ଡରେ ରହିଲେ ଏଣ୍ଡ ସେମାନଙ୍କ ପାଇଁ ଗୀତ ଗାନ କଲେ। ଏଣ୍ଡ ମଝିରେ ଆପଣ ଦେଖିପାରିଥିବେ ଅନେକ ଲୋକ ଜଗନ୍ନାଥ ଭଜନ ଗାଇବାକୁ ହ୍ୟୁମାନ ସାଗରକୁ ଫୋର୍ସ କଲେ, ଯାହା ଫଳରେ ହ୍ୟୁମାନ ସାଗର ସେ ଜଗନ୍ନାଥ ଗୀତ ଗାଇବାକୁ ମଧ୍ୟ ସେ ଜଗନ୍ନାଥ ଗୀତ ଗାଇଲେ। ଯେହେତୁ ତାଙ୍କ ଉପରେ ଦବାବ ଥିଲା ଯେ ଅନେକ ଲୋକ କହୁଥିଲେ ଯେ ହ୍ୟୁମାନ ସାଗର ଆପଣ ଯଦି ଜଗନ୍ନାଥଙ୍କର ଗୀତ ଗାଇବେନି ତାହେଲେ ଆପଣଙ୍କୁ କିଛି ଗୀତ ଗାଇବାକୁ ଦିଆଯିବନି। ତ ଏଇ ତମାମ ବିଷୟରେ ପ୍ରେସ ରେ ଆସିକି ହ୍ୟୁମାନ ସାଗର ଜଗନ୍ନାଥ ଭଜନ ଗାଇଲେ। ତ ଆମେ ଦେଖିପାରୁଥିବା ତାଙ୍କର ଭାଇଙ୍କର ମଧ୍ୟ ମୃତ୍ୟୁ ହେଇଥିଲା, ତାଙ୍କର ବାପାଙ୍କର ମଧ୍ୟ ମୃତ୍ୟୁ ହେଇଥିଲା। ସେ ବିଷୟ ନେଇକି ହ୍ୟୁମାନ ସାଗର ଡିପ୍ରେସନରେ ଥିଲେ। ଏଣ୍ଡ ତା ସହିତ ତାଙ୍କର ସ୍ତ୍ରୀ ଶ୍ରିୟା ମିଶ୍ରା ମଧ୍ୟ ତାଙ୍କୁ ଲେଫ୍ଟ କରିଦେଇଥିଲେ। ସେ ମାନସିକ ନିର୍ଯାତନା ଦଉଥିଲେ। ତା ଫଳରେ ହ୍ୟୁମାନ ସାଗର ଅନେକ ଡିପ୍ରେସନରେ ଥିଲେ। ଡିପ୍ରେସନରେ ଥିଲା ପରେ ତାଙ୍କର ଶରୀର ସବୁ ଡ୍ୟାମେଜ ହେଇଗଲା ଏଣ୍ଡ ସେ କେତେ ଦିନ ହସ୍ପିଟାଲରେ ରହିଲେ। ତ ଦର୍ଶକ ବନ୍ଧୁ ଏଥିରେ ଆପଣ ଧ୍ୟାନ ଦିଅନ୍ତୁ, ହ୍ୟୁମାନ ସାଗର ଯେତିକି ଦିନ ହସ୍ପିଟାଲରେ ରହିଲେ ସେ ନିହାତି ପରମେଶ୍ୱରଙ୍କୁ ଡାକିଥିବେ, ନିହାତି ପରମେଶ୍ୱରଙ୍କୁ ସେ ସ୍ମରଣ କରିଥିବେ। କାରଣ ଆମେ ସମସ୍ତେ ଜାଣିଛୁ ଯୋଉ ସମୟରେ ମନୁଷ୍ୟ କିଛି କରିପାରେନି, କିଛି ମନୁଷ୍ୟର ଆଶା ନଥାଏ, ସେଇ ସମୟରେ ଗୋଟେ ହିଁ ରାସ୍ତା ଦେଖାଯାଏ, ସେହି ରାସ୍ତା ପରମେଶ୍ୱରଙ୍କର ରାସ୍ତା। ସେଇ ସମୟରେ ହ୍ୟୁମାନ ସାଗର ନିହାତି ଡାକିଥିବେ, ନିହାତି ମୁଁ ବିଶ୍ୱାସ କରେ ପର୍ସନାଲ ହ୍ୟୁମାନ ସାଗର ରିପେଣ୍ଟ କରିଥିବେ ପରମେଶ୍ୱରଙ୍କ ନିକଟରେ। ନିଜର ସମସ୍ତ ପାପକୁ ସେ ପରମେଶ୍ୱରଙ୍କ ଆଗରେ ଖୋଲିକି କହିଥିବେ। କାରଣ ବାକ୍ୟରେ ଲେଖା ଅଛି ଯେ ପରମେଶ୍ୱର କ୍ରୋଧରେ ଧୀର ଓ ଦୟାରେ ଅତ୍ୟନ୍ତ ବିଗଳିତ ହେବା ପରମେଶ୍ୱର। ଆପଣ ଏହି ବିଷୟକୁ ପାଇପାରିବେ ଗୀତ ସଂହିତା 86:15 ଲେଖାଯାଏ, ମାତ୍ର ହେ ପ୍ରଭୁ ତୁମ୍ଭେ ସ୍ନେହଶୀଳ ଓ କୃପାବାନ, ପରମେଶ୍ୱର କ୍ରୋଧରେ ଧୀର ପୁଣି ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ। ଗୀତ ସଂହିତା 103:8 ଲେଖା ଅଛି ସଦାପ୍ରଭୁ ସ୍ନେହଶୀଳ, କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ। ସେଇ ଦୟାଳୁ ପରମେଶ୍ୱର କ୍ଷମା କରିବାକୁ ସକ୍ଷମ ଅଟନ୍ତି। ହଁ ଦର୍ଶକ ବନ୍ଧୁ, ଯେତେବେଳେ ଆପଣ ଦେଖିବେ ନୂତନ ନିୟମରେ ସେଇ ସମୟରେ ଯୀଶୁଙ୍କ ସହିତ ଦି ଚୋର ମାନଙ୍କୁ ଟଙ୍ଗା ହେଇଥିଲା। ଦି ଚୋର ମାନଙ୍କ ମଧ୍ୟରୁ ଗୋଟେ ଚୋର ତାଙ୍କୁ ନିନ୍ଦା କଲା ଏଣ୍ଡ କହିଲା ତମେ ଯଦି ବାସ୍ତବରେ ଈଶ୍ୱରଙ୍କର ପୁତ୍ର ତାହେଲେ ଆମକୁ ମଧ୍ୟ ବଞ୍ଚାଅ, ନିଜେ ବଞ୍ଚିଯାଅ ଏଣ୍ଡ ଆମକୁ ମଧ୍ୟ ବଞ୍ଚାଅ। କିନ୍ତୁ ଅନ୍ୟ ଗୋଟେ ଚୋର ସେ କହିଲା ତାଙ୍କୁ ଧମକ ଦେଇକି କହିଲା ଯେ ଆମେ ତ ଆମର କର୍ମ ଅନୁସାରେ ଆମେ ସଜା ପାଉଛୁ, ଏଇ ତ ନିର୍ଦ୍ଦୟ ଲୋକଟେ ଯାହାଙ୍କୁ କୌଣସି ଦଣ୍ଡ ପାଇବାର ଯୋଗ୍ୟ ନାହିଁ, ସେଇ ମନୁଷ୍ୟ ଆମମାନଙ୍କ ମଧ୍ୟରେ ଦଣ୍ଡ ପାଉଅଛି। ତ ସେହି ସମୟରେ ସେଇ ଗୋଟିଏ ଚୋର ଯୀଶୁଙ୍କୁ କହିଲା ଆପଣ ଯଦି ଆପଣଙ୍କ ରାଜ୍ୟକୁ ଯିବେ ତାହେଲେ ମତେ ନିହାତି ସ୍ମରଣ କରିବେ। ଦେଖନ୍ତୁ ସେଇ ସମୟରେ ଯୀଶୁ କହୁଛନ୍ତି ଆଜି ତୁମେ ମୋ ସହିତ ପାରଦେଶରେ ଥିବ। ୟେସ୍, ଆଜି ତୁମେ ମୋ ସହିତ ପାରଦେଶରେ ଥିବ। ସେହି ସମୟରେ ଦେଖନ୍ତୁ ସେଇ ଚୋର ଗୁଡାକ ଯାହାଙ୍କୁ ପ୍ରାଣ ଦଣ୍ଡ ଯୋଗ୍ୟ ଥିଲା, ସେଇ ଶେଷ ସମୟରେ ମଧ୍ୟ ସେଇ ରିପେଣ୍ଟ କଲା ଯୀଶୁଙ୍କ ନିକଟରେ ଯେତେବେଳେ ରିପେଣ୍ଟ କଲା ପରମେଶ୍ୱର
ତାହାଙ୍କର ସେଇ ପଶ୍ଚାତାପକୁ ସ୍ୱୀକାର କଲେ ଏଣ୍ଡ ତାହାଙ୍କୁ ଗ୍ରାଣ୍ଟ କଲେ ଏଣ୍ଡ କହିଲେ ଆଜି ତୁମେ ମୋ ସହିତ ପାରଦେଶରେ ଥିବ। ତ ଦର୍ଶକ ବନ୍ଧୁ ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ, ଯଦି ବି ମନୁଷ୍ୟ ଶେଷ ସମୟରେ ରିପେଣ୍ଡ କରେ, ସଚ୍ଚା ରିପେଣ୍ଡ କରେ, ଈଶ୍ୱର ତାହାଙ୍କୁ କ୍ଷମା କରନ୍ତି, ତାହାଙ୍କର ପାପକୁ ସେ କ୍ଷମା କରିବାକୁ ସକ୍ଷମ ପରମେଶ୍ୱର ଅଟନ୍ତି। କାରଣ ଆମମାନଙ୍କର ପରମେଶ୍ୱର କ୍ରୋଧରେ ଧୀର ଓ ଦୟାରେ ଅତ୍ୟନ୍ତ ବିଗଳିତ ହେବା ପରମେଶ୍ୱର। ତ ମୁଁ ବିଶ୍ୱାସ କରେ ପରମେଶ୍ୱରଙ୍କ ନିକଟରେ ନିହାତି ହ୍ୟୁମାନ ସାଗର ଥିଲେ। ଆଉ କିଛି ବିଷୟ ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ, ଯୋଉମାନେ କହନ୍ତି ହିନ୍ଦୁ ଭାଇମାନେ ହ୍ୟୁମାନ ସାଗର ଭୂତ ହେଇକି ଆସିଲେ ତାହା ମିଥ୍ୟା କଥା। ହିନ୍ଦୁ ଧର୍ମଶାସ୍ତ୍ର କୁହେ, ମୋ ପାଖରେ ଅଛି ଶ୍ରୀମଦ ଭଗବତ ଗୀତା ଅଛି, ଅଥର୍ବ ବେଦ ଅଛି। ମୁଁ ଆଜି ଆପଣ ମାନଙ୍କୁ ପ୍ରମାଣ କରିବି ଯେ ମନୁଷ୍ୟ ମଲା ପରେ କେବେ ମଧ୍ୟ ଭୂତ ହୁଏ ନାହିଁ। ମନୁଷ୍ୟ ମଲା ପରେ କେବେ ମଧ୍ୟ ଭୂତ ହୁଏନି। ତ ବ୍ରଦର ଜେପି ମୁଁ କିଛି ବିଷୟ ଆପଣଙ୍କୁ କହିଲି, ତ ଆପଣ ଏ ବିଷୟରେ କଣ ମନ୍ତବ୍ୟ ଦେବାକୁ ଚାହିଁବେ? ଆପଣ କିଛି ଆପଣ ଟିପ୍ପଣୀ ରଖନ୍ତୁ, ଦେନ୍ ଏଇ ବିଷୟରେ ଆମେ କଥା ହେବା। ଯେ ହ୍ୟୁମାନ ସାଗର ଭୂତ ହେଇକି ଗୋଟେ ଭାଇ କହୁଥିଲେ ଯେ ଆସିକି ମୋ ସହିତ କଥା ହେଲେ ଏଣ୍ଡ ହ୍ୟୁମାନ ସାଗର କାନ୍ଦୁଥିଲେ, ଏମିତି କିଛି ମନ୍ତବ୍ୟ ରଖିଛନ୍ତି। ତ ଆପଣ କିଛି ଟିପ୍ପଣୀ ରଖନ୍ତୁ, ଦେନ୍ ମୁଁ ଆଗକୁ ଯିବି। ନିହାତି ଭାବରେ ଆଉ ଆମେ ବହୁତ ବହୁତ ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁ। ଆଉ କିଛି ଲୋକମାନଙ୍କ ପାଖରେ କନଫ୍ୟୁଜନ ଅଛି, ଆମେ ପ୍ରଭୁଙ୍କର ଲୋକ, ଦୁନିଆର ଗୀତ ନ ଗାଇବା କଥା, କିନ୍ତୁ ହ୍ୟୁମାନ ସାଗର ଅନେକ ସାଂସାରିକ ଗୀତ ଗାଇଛନ୍ତି, ଅନେକ ବିଷୟ କରିଛନ୍ତି, ସେ କେମିତି ସ୍ୱର୍ଗକୁ ଯିବେ ବୋଲି କିଛି ଲୋକମାନଙ୍କର ପ୍ରଶ୍ନ ଥିବ। ସେମାନଙ୍କୁ ଆପଣ କଣ କହିବା ପାଇଁ ଚାହିଁବେ? ତ ମୁଁ ସେମାନଙ୍କୁ କହିବାକୁ ଚାହେଁ, ମନୁଷ୍ୟ ସମସ୍ତେ ପାପୀ। ମନୁଷ୍ୟ କେହି ମଧ୍ୟ ପୂର୍ଣ୍ଣ ନୁହନ୍ତି, କେହି ମଧ୍ୟ ପବିତ୍ର ନୁହନ୍ତି। କିନ୍ତୁ ବାଇବେଲ କଣ କୁହେ, ଯେ କେହି ନିଜର ପାପକୁ ସର୍ବସ୍ତ ଭାବରେ ଈଶ୍ୱରଙ୍କ ସମ୍ମୁଖରେ କନଫେସ କରେ ସେ ଉଦ୍ଧାର ପାଇବ। ୟେସ୍। ତ ହ୍ୟୁମାନ ସାଗର ଭଲେ ହିଁ ସେ ଜାଗତିକ ଗୀତ ଗାଇଥିଲେ, ସାଂସାରିକ ଗୀତ ଗାନ କରିଛନ୍ତି, କିନ୍ତୁ ନିହାତି ସେ ଶେଷ ସମୟରେ ଈଶ୍ୱରଙ୍କ ନିକଟରେ ନିଜର ପାପକୁ ସ୍ୱୀକାର କରିଥିବେ। ଯେତେବେଳେ ସେ ଈଶ୍ୱରଙ୍କ ନିକଟରେ ନିଜର ପାପକୁ ସ୍ୱୀକାର କରିଥିବେ, ଈଶ୍ୱର କ୍ରୋଧରେ ଧୀର ଓ ଦୟାରେ ଅତ୍ୟନ୍ତ ବିଗଳିତ ହେବା ପରମେଶ୍ୱର, ସେଇ ପରମେଶ୍ୱର ତାହାଙ୍କୁ କ୍ଷମା କରିଥିବେ। ଆଉ ଗୋଟେ ପ୍ରଶ୍ନ ଆଜ୍ଞା, ଯେ ପ୍ରକାର ଆପଣ ଆଜ୍ଞା କହୁଛନ୍ତି ମନୁଷ୍ୟ ଦୁନିଆରେ ହ୍ୟୁମାନ ସାଗର ଯେମିତି ଦୁନିଆରେ ସବୁ ତାଙ୍କେ ଏନ୍ଜୟ କରିଛନ୍ତି, ଆଉ ପ୍ରଭୁଙ୍କ ବିରୋଧରେ ମଧ୍ୟ ଅନେକ ସମୟରେ ଯାଇଛନ୍ତି। ତ ଲୋକମାନଙ୍କ ମନରେ ଗୋଟେ ପ୍ରଶ୍ନ ଥିବ, ଯେ ପ୍ରକାରେ ଆପଣ କହୁଛନ୍ତି ଶେଷ ସମୟରେ ମୃତ୍ୟୁ ପୂର୍ବେ ସେ ନିଜର ପାପକୁ ସ୍ୱୀକାର କରିବେ। ମୃତ୍ୟୁ ପୂର୍ବେ ଦୁନିଆରେ ମଣିଷ ସବୁ ବିଷୟ କଲା ପରେ ମୃତ୍ୟୁ ପୂର୍ବେ ଯଦି ସେ ସ୍ୱୀକାର କରିବ, ପ୍ରଭୁ ତାହାକୁ କେମିତି କ୍ଷମା ଦେବେ? କୋଉ ବାକ୍ୟ ଆଧାରରେ ଆପଣ ଏ ବିଷୟକୁ କହିପାରୁଛନ୍ତି? ଦେଖନ୍ତୁ, ଆପଣ ଏ ବିଷୟକୁ ପାଇପାରିବେ ଲ୍ୟୁକ ଲିଖିତ ସୁସମାଚାର ତାର ଅଧ୍ୟାୟ ନମ୍ବର 23 ପଦ ନମ୍ବର 17ରୁ ଯଦି ଆପଣ 37ରୁ ଯଦି 43 ପର୍ଯ୍ୟନ୍ତ ଦେଖିବେ, ଏଠାରେ ଦୁଇ ଚରଙ୍କ ବିଷୟରେ ଉଲ୍ଲେଖ କରାଯାଇଅଛି। ସେଇ ଦୁଇ ଚର ନିଜ ଜୀବନରେ ଚୋରି କରିଥିଲେ, ନିଜ ଜୀବନରେ ଅନେକ ଏପରି କିଛି କାର୍ଯ୍ୟ କରିଥିଲେ ଯାହାଙ୍କର ଫଳ ସ୍ୱରୂପ ଥିଲା ପ୍ରାଣଦଣ୍ଡ। ଯାହାଙ୍କର ଫଳ ସ୍ୱରୂପ ଥିଲା ପ୍ରାଣଦଣ୍ଡ ଅର୍ଥାତ୍ ଶେଷ ସମୟରେ ମଧ୍ୟ ସେ କନଫେସ କରିଛନ୍ତି ଜିସସ୍ ଖ୍ରାଇଷ୍ଟଙ୍କ ନିକଟରେ। ଜିସସ୍ ଖ୍ରାଇଷ୍ଟ ତାଙ୍କୁ କହିଲେ, ତୁମେ ବିଶ୍ୱାସ କଲ, ତୁମେ କନଫେସ କଲ, କାରଣ ପରମେଶ୍ୱର ହୃଦୟକୁ ଦେଖନ୍ତି, ପରମେଶ୍ୱର ବାହ୍ୟ ରୂପକୁ ଦେଖନ୍ତି ନାହିଁ। ଯେମିତି ପୁସ୍ତକରେ ଲେଖା ଅଛି ଯେ ପରମେଶ୍ୱର ଅନ୍ତଃକରଣକୁ ଦେଖନ୍ତି। ତ ପରମେଶ୍ୱର ତାହାଙ୍କୁ କ୍ଷମା କଲେ। ଏଇ ବାକ୍ୟ ଆଧାରରେ ଯଦି ଆମେ ଦେଖିବା, ନିହାତି ହ୍ୟୁମାନ ଭାଇ ଯଦି ପରମେଶ୍ୱରଙ୍କ ନିକଟରେ ଲାଷ୍ଟ ଷ୍ଟେଜରେ ମଧ୍ୟ ସେ କ୍ଷମା ପ୍ରାର୍ଥନା କରିଥିବେ, ନିହାତି ମୁଁ ବିଲିଭ କରୁଛି ସେ ଈଶ୍ୱରଙ୍କ ସହିତ ଥିବେ। କାରଣ ବାକ୍ୟରେ ଲେଖା ଅଛି, ପ୍ରଭୁ ଇକ୍ଲେସିଆସ ଚାପ୍ଟର ନମ୍ବର 12 ବର୍ଷ ନମ୍ବର 7ରେ କୁହାଯାଏ, ମୃତ୍ତିକାରେ ଆମର ଶରୀର ଲୀନ ହବ, କିନ୍ତୁ ଆତ୍ମାଦାତାଙ୍କ ନିକଟକୁ ଆତ୍ମା ଚାଲିଯିବ। ଆତ୍ମାଦାତାଙ୍କ ନିକଟକୁ ଆତ୍ମା ଚାଲିଯିବ। ଯେତେବେଳେ ଆମେ ଟ୍ରୁଲି କନଫେସ କରିବା, ଯେତେବେଳେ ଆମେ ଶେଷ ସମୟରେ ମଧ୍ୟ ଈଶ୍ୱରଙ୍କ ଠାରେ ନିଜର ଗତି ସମର୍ପଣ କରିବା, ତାହେଲେ ନିହାତି ଆମମାନଙ୍କର ପରମେଶ୍ୱର କ୍ରୋଧରେ ଧୀର, ଦୟାରେ ଅତ୍ୟନ୍ତ ବିଗଳିତ ହେବା ପରମେଶ୍ୱର, ସେ ସମସ୍ତ ବିଷୟକୁ କ୍ଷମା କରିବେ। ଥ୍ୟାଙ୍କ ୟୁ ଭେରି ମଚ୍।
ତେବେ ଯେ ପ୍ରକାର ଆପଣ ବାକ୍ୟ ଅନୁସାରେ କହିଲେ ଆଉ ବାକ୍ୟକୁ ସମସ୍ତେ ବିଶ୍ୱାସ କରିବା ମଧ୍ୟ ଆବଶ୍ୟକ ଅଟେ। ବାକ୍ୟ ଠାରୁ ବଡ କେହି ମଧ୍ୟ ନୁହେଁ। ଯେ ପ୍ରକାର ଚୋର ଶେଷ ସମୟରେ, କାହିଁକି ନା ସେ ଅନେକ ଚୋର କରିଥିଲା, ଅନେକ ପାପ କାମ କରିଥିଲା, ତାଙ୍କୁ ମୃତ୍ୟୁ ଦଣ୍ଡ ସେଇ ସମୟରେ ଯଦି ଆମେ ଦେଖିବା, ଜିହୁଦୀ ମାନଙ୍କର ଗୋଟିଏ ପ୍ରଥା ଥିଲା, ଯେକୌଣସି ବ୍ୟକ୍ତି ଯଦି ବଡ ପାପ କରେ ସେଇ ସମୟରେ ତାହାକୁ କ୍ରୁଶରେ ଦଣ୍ଡ ଦେବାର ଗୋଟେ ବିଧାନ ଥିଲା, ରାଇଟ। ତ ସେହି ସମୟରେ ସେମାନଙ୍କୁ ମୃତ୍ୟୁର ଦଣ୍ଡ ଦିଆଯାଉଥିଲା ଆଉ ମୃତ୍ୟୁର ଦଣ୍ଡ ପାଇବାର ଯୋଗ୍ୟ ଥିଲେ। କିନ୍ତୁ ସେହି ସମୟରେ ସୁଦ୍ଧା ସେହି ଚୋର, 2 ଜଣ ଚୋର ମାନଙ୍କ ମଧ୍ୟରୁ ଜଣେ ଚୋର ସ୍ୱୀକାର କରୁଛି ଆମେ ନିଜ ପାପ ପାଇଁ ମରୁଅଛୁ ବୋଲି। ସେ ନିଜର ପାପକୁ ବୁଝି ସାରିଥିଲା ଆଉ ଯୀଶୁଙ୍କୁ ମଧ୍ୟ ସେ କ୍ଷମା ମାଗୁଅଛି। ଆଉ ସେ ସମୟରେ ଯୀଶୁ ତାକୁ କ୍ଷମା ମଧ୍ୟ ଦେଉଛନ୍ତି ଆଉ ତାକୁ ସ୍ୱର୍ଗ ରାଜ୍ୟ ମଧ୍ୟ ନେଉଛନ୍ତି, ରାଇଟ, ପାରାଡାଇସ୍ କୁ ନେଉଛନ୍ତି। Yes. Yes. ତ ଏହି ପ୍ରକାର ଭାବରେ ହ୍ୟୁମାନ ସାଗର ଯେ ପ୍ରକାର ଆପଣ କହୁଛନ୍ତି ବାରମ୍ବାର ଗୋଟେ କଥା ରିପିଟ କରିଛନ୍ତି, ହୋଇପାରେ ହ୍ୟୁମାନ ସାଗର ତାଙ୍କ ଜୀବନରେ ଅନେକ ବ୍ୟକ୍ତିଗତ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଇ ଅଛନ୍ତି, କିନ୍ତୁ ଶେଷ ମୁହୂର୍ତ୍ତରେ ନିଶ୍ଚିନ୍ତ ତାହାଙ୍କ ପାଖରେ ସମୟ ଥିଲା, ତାଙ୍କ ପାଖରେ ଭେଣ୍ଟିଲେଟର ଲଗା ଯାଇଥିଲା ଆଉ ନିଶ୍ଚିନ୍ତ ଭାବରେ ତାଙ୍କେ ଅନେକ ସମୟ ରହିଛନ୍ତି ମେଡିକାଲରେ ଆଉ ନିଶ୍ଚିନ୍ତ ଭାବରେ ସେ ନିଜର ପାପକୁ ପ୍ରଭୁ ଯୀଶୁଙ୍କ ଠାରେ ସ୍ୱୀକାର କରିଥିବେ, ଯେହେତୁ ସେ ଜନ୍ମରୁ ଛୋଟ ସମୟରୁ ହିଁ ସେ ଚର୍ଚ୍ଚ ଯାଇ ଆସିଛନ୍ତି, ଯୀଶୁଙ୍କୁ ବିଶ୍ୱାସ କରିଛନ୍ତି, ଯୀଶୁଙ୍କ ଗୀତ ଗାଇଛନ୍ତି। ତ ସେହି ଅନୁସାରେ ନିଶ୍ଚିନ୍ତ ଭାବରେ ହ୍ୟୁମାନ ସାଗର ପ୍ରଭୁଙ୍କ ପାଖକୁ ଯାଇଅଛନ୍ତି ବୋଲି ଆମେ ଆଶା କରିପାରିବା ଓ ବିଶ୍ୱାସ କରିପାରିବା। ଏହା ବାଇବଳ ବାକ୍ୟ ଆଧାରିତ ଆପଣ କହିଲେ। କିନ୍ତୁ ଆଜି ଯେଉଁ ଲୋକମାନେ ହ୍ୟୁମାନ ସାଗର ଭୂତ ହେଲେ, ହ୍ୟୁମାନ ସାଗର ଏଟା ହେଲେ, ହ୍ୟୁମାନ ସାଗରକୁ ଆମେ ଦେଖିଲୁ, ସେମାନଙ୍କୁ ଆପଣ କଣ କହିବେ? ତ ସେଇମାନଙ୍କୁ ମୁଁ କହିବାକୁ ଚାହେଁ, ସେମାନେ ମିଥ୍ୟା କଥା କହୁଛନ୍ତି, ସେମାନେ ଶାସ୍ତ୍ର ଜାଣି ନାହାନ୍ତି। ଯଦିଓ ବି ସେମାନେ ହିନ୍ଦୁ, ସେମାନେ ସେମାନଙ୍କ ପୁସ୍ତକ ଠାରୁ ଦୂରରେ ଅଛନ୍ତି। ସେମାନେ ସେମାନଙ୍କ ପୁସ୍ତକ ଠାରୁ ଦୂରରେ ଅଛନ୍ତି। ସେମାନେ କୌଣସି ଶାସ୍ତ୍ର ପାଠ କରିନାହାନ୍ତି, ସେମାନେ କୌଣସି ଶାସ୍ତ୍ରକୁ ଜାଣି ନାହାନ୍ତି। ମୁଁ ତ ଅନେକ ରେଫରେନ୍ସ ଦେଇପାରେ, ଅନେକ ରେଫରେନ୍ସ ଆଜି ମୁଁ ଏଇ ଭିଡିଓ ମାଧ୍ୟମରେ ମୁଖ୍ୟ ପୁସ୍ତକ ଭଗବତ ଗୀତା ଏଣ୍ଡ ଅଥର୍ବ ବେଦ ରୁ କିଛି ରେଫରେନ୍ସ ଆପଣ ମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ। ଯଦି ବି ଗୋଟେ ହିନ୍ଦୁ ବ୍ୟକ୍ତି ମରିଯାଆନ୍ତି, ଯଦି ବି ଗୋଟେ ହିନ୍ଦୁ ବ୍ୟକ୍ତିଙ୍କର ଦେହାନ୍ତ ହେଇଯାଏ, ଦେହାନ୍ତ ହେଲା ପରେ ତାହା କଣ ହୁଏ ମୁଁ ଆପଣ ମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ। ଏ ବିଷୟରେ ଉଲ୍ଲେଖ କରାଯାଇଅଛି ଶ୍ରୀମଦ ଭଗବତ ଗୀତା, ମୋ ପାଖରେ ଅଛି, ଆପଣ ଦେଖିପାରୁଥିବେ, ଗୀତା ପ୍ରେସ ଗୋରଖପୁର, ଚାପ୍ଟର ନମ୍ବର 2 ଶ୍ଲୋକ ନମ୍ବର 22 ରେ ଲେଖାଯାଏ, ଯେପରି ବ୍ୟକ୍ତି ପୁରାତନ ପୋଷାକ ପରିତ୍ୟାଗ କରି ନୂତନ ପୋଷାକ ପରିଧାନ କରେ, ଠିକ ସେହିପରି ଆତ୍ମା ପୁରାତନ ଅଦରକାରୀ ଶରୀରକୁ ପରିତ୍ୟାଗ କରି ନୂତନ ଶରୀର ଗ୍ରହଣ କରେ। ଏଇଠି ଭଗବତ ଗୀତା କୁହେ, ଯୋଉପରି ମନୁଷ୍ୟ ପୁରାତନ ପୋଷାକ ପରିତ୍ୟାଗ କରି ନୂତନ ପୋଷାକ ଧାରଣ କରେ, ଗୋଟେ ହିନ୍ଦୁ ସ୍କ୍ରିପଚର ଆମମାନଙ୍କୁ କୁହେ ଯେ ଗୋଟିଏ ମନୁଷ୍ୟ ମଲା ପରେ ସେ ନୂତନ ଶରୀରକୁ ଧାରଣ କରେ। ଯେପରି ମନୁଷ୍ୟ ପୁରାତନ ଶରୀରକୁ ଫୋପାଡ଼ି ଦେଇ ନୂତନ ଶରୀରକୁ ଧାରଣ କରେ, ନୂତନ ପୋଷାକ ଧାରଣ କରେ, ଠିକ ସେହିପରି ମନୁଷ୍ୟ ପୁରାତନ ବଡିକୁ ଠାରୁ ଦୂରେଇ ମତଲବ ଆଉଟ ହେଇ ନୂତନ ଶରୀର ଧାରଣ କରେ, ନା କି ସେ ଭୂତ ହେଇଯାଏ। ଆଉ ଗୋଟେ ରେଫରେନ୍ସ ମୁଁ ଆପଣ ମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ, ଭଗବତ ଗୀତା ଚାପ୍ଟର 8 verse 6, ଏଠାରେ ମଧ୍ୟ ଏହିପରି ଭାବରେ ଲେଖା ଅଛି, ଏ ଶରୀର ତ୍ୟାଗ କଲା ବେଳେ ଯେଉଁ ବ୍ୟକ୍ତି ଭାବ ମନରେ ପୋଷଣ କରେ, ସେ ନିଶ୍ଚିତ ରୂପେ ସେଇ ଭାବ ହିଁ ପ୍ରାପ୍ତ ହୁଏ। ଏଠାରେ ଭଗବତ ଗୀତା କୁହେ, ଯୋଉ ମନୁଷ୍ୟ ନିଜର ଶରୀର ତ୍ୟାଗ କଲା ବେଳେ, ଅର୍ଥାତ ଯୋଉ ମନୁଷ୍ୟ ନିଜର ମରଣ ସମୟ ଉପସ୍ଥିତ ବେଳେ ସେ ଯୋଉ ମତଲବ ମନୋବାଞ୍ଛା କରେ, ସେ ସେହି ରୂପରେ ଜନ୍ମ ଗ୍ରହଣ କରେ। ଅର୍ଥାତ ସେ ଯଦି କୁକୁର ହେବା ପାଇଁ ଇଚ୍ଛା କରିବ, ସେ କୁକୁର ହେଇକି ଜନ୍ମ ଗ୍ରହଣ କରିବ। ଯଦି ସେ ପଶୁ କୌଣସି ପଶୁ ମାନଙ୍କ ମଧ୍ୟରେ ଜନ୍ମ ଗ୍ରହଣ କରିବାକୁ ଚାହିଁବ, ତାହେଲେ ସେ ସେଇଟା ହେଇପାରିବ। ଏଇ ତମାମ ହିନ୍ଦୁ ଭର୍ସେସ ତମାମ ଭଗବତ ଗୀତାର ଭର୍ସେସ ମାନଙ୍କୁ କୁହେ ଯେ ମନୁଷ୍ୟ ଯେତେବେଳେ ମରିଯାଆନ୍ତି ସେ ଭୂତ ହୁଅନ୍ତି ନାହିଁ, ସେ ଅନ୍ୟ ଏକ ବଡି ଧାରଣ କରନ୍ତି, ଅନ୍ୟ ଏକ ଜନିରେ ସେ ଜନ୍ମ ହୁଅନ୍ତି। ଆଉ ଗୋଟେ ଭର୍ସେସ ମୁଁ ରଖିବାକୁ ଚାହେଁ, ଭଗବତ ଗୀତା ଅଧ୍ୟାୟ ନମ୍ବର 13 ତାର ଶ୍ଲୋକ ନମ୍ବର 22 ରେ ଲେଖା ଅଛି, ଏହି ପ୍ରକାର ଜୀବ ପ୍ରକୃତିର ତ୍ରିଗୁଣ ଉପଭୋଗ କରି ଭୂତ ପ୍ରକୃତିରେ ଜୀବନ ଯାପନ କରେ,
ଭୂତ ପ୍ରକୃତିରେ ସଂସ୍ପର୍ଶରେ ଆସୁଥିବା ଯୋଗୁଁ ଏପରି ହୁଏ। ତେଣୁ ସେ ଭଲ ମନ୍ଦ ବିଭିନ୍ନ ଜୀବ ଜନିରେ ପ୍ରାପ୍ତ ହୁଏ। ଏଠାରେ ଭଗବତ ଗୀତା ଆମମାନଙ୍କୁ କହୁଛି ଯେ ମନୁଷ୍ୟ ମଲା ପରେ ସେ ଭୂତ ହୁଏ ନାହିଁ। ମନୁଷ୍ୟ ମଲା ପରେ ସେମାନେ ବିଭିନ୍ନ ପ୍ରକାର ଜୀବ ହେଇକି ଜନ୍ମ ଗ୍ରହଣ କରନ୍ତି ବା ବିଭିନ୍ନ ପ୍ରକାର ସେ ଜର୍ଣ୍ଣିରେ ସେମାନେ ପ୍ରବେଶ ହେଇ ଜନ୍ମ ଗ୍ରହଣ କରନ୍ତି, ଭୂତ ହୁଅନ୍ତି ନାହିଁ। ଯୋଉମାନେ କହୁଛନ୍ତି ଯେ ହ୍ୟୁମାନ ସାଗର ଭୂତ ହେଇକି ଆସିଲେ ଇତ୍ୟାଦି ଇତ୍ୟାଦି ଆସିଲେ, ସେମାନଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି ଆପଣ ମାନେ ଏହାକୁ ଶାସ୍ତ୍ର ଅନୁସାରେ ପ୍ରୁଭ କରନ୍ତୁ। କାରଣ ହିନ୍ଦୁ ତମାମ ଶାସ୍ତ୍ର ମାନଙ୍କୁ କହୁଛି ମନୁଷ୍ୟ ମଲା ପରେ ଭୂତ ହୁଏ ନାହିଁ, ସେ କୋଉଠି ନା କୋଉଠି ଜନ୍ମ ଗ୍ରହଣ କରେ। ଥ୍ୟାଙ୍କ ୟୁ ଭେରି ମଚ ବ୍ରଦର। ହେଲେ ଆମେ ମାନେ ଦେଖିବାକୁ ପାଉଅଛୁ, ଦର୍ଶକ ମାନଙ୍କୁ ମୁଁ କହିବା ପାଇଁ ଚାହିଁବି, ଆଜି ଅନେକ ଲୋକମାନେ ହିନ୍ଦୁ ଅଛନ୍ତି କିନ୍ତୁ ସେମାନେ ଭ୍ରାନ୍ତରେ ପଡିଅଛନ୍ତି। ଏହି ପ୍ରକାର ହିନ୍ଦୁ ଲୋକମାନେ ନିଜକୁ ଜ୍ଞାନୀ ପଣ୍ଡିତ ବୋଲି, ପୂଜାରୀ ବୋଲି ସେମାନେ ଅନେକଙ୍କୁ ଭ୍ରାନ୍ତ କରୁଅଛନ୍ତି। ନା ସେମାନେ ଶାସ୍ତ୍ର ଅନୁସାରେ କୌଣସି ବିଷୟ କହୁଛନ୍ତି, ନା ଶାସ୍ତ୍ର ଆଧାରିତ କୌଣସି କଥା କହୁଛନ୍ତି, ନା କୌଣସି ରେଫରେନ୍ସ ଦଉଛନ୍ତି। ଏଠାରେ ଆମେ ଦେଖିବାକୁ ପାଇଲୁ CRT ଓଡିଆ ଭାଇ ଅତି ସୁନ୍ଦର ଭାବରେ ଉପସ୍ଥାପନା କଲେ। ଖ୍ରୀଷ୍ଟିଆନିଟି ଅନୁସାରେ, ବାଇବଲର ବାକ୍ୟ ଅନୁସାରେ ମଣିଷ ମଲା ପରେ କଣ ହୁଏ, ଆଉ ହିନ୍ଦୁ ଶାସ୍ତ୍ର ଅନୁସାରେ ମଧ୍ୟ ତାଙ୍କେ ରେଫରେନ୍ସ ସହିତ ହିନ୍ଦୁ ଶାସ୍ତ୍ର ସହିତ ମାନେ ଯୁକ୍ତିଯୁକ୍ତ ପ୍ରମାଣ ସହିତ ସେ ଆମମାନଙ୍କ ମଧ୍ୟରେ ଉପସ୍ଥାପନା କଲେ ମଣିଷ ମଲା ପରେ କଣ ହୁଏ। ତେବେ ମୁଁ ଆପଣଙ୍କୁ ଏତିକି କହିବି, ଆପଣ ଏଇ ଭିଡିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ, ଲୋକଙ୍କ ପାଖକୁ ସତ୍ୟତା ପହଞ୍ଚାନ୍ତୁ। ଆଉ ଯେଉଁମାନେ ହ୍ୟୁମାନ ସାଗରଙ୍କ ନେଇ ମିଥ୍ୟା ଗୁଜବ ସୃଷ୍ଟି କରୁଛନ୍ତି, ଆଉ ତାଙ୍କର ମୃତ୍ୟୁକୁ ନେଇ ସେମାନେ ରାଜନୀତି କରୁଛନ୍ତି, ଆଉ ଧର୍ମ ନାମରେ ଧନ୍ଦା ଚଲେଇଛନ୍ତି, ସେମାନଙ୍କର ଧନ୍ଦା ବନ୍ଦ ହେଇଯିବ ଏଇ ଭିଡିଓ ଦେଖିଲା ପରେ। ତ ମୁଁ ଚାହେଁ ଆପଣ ଏଇ ଭିଡିଓକୁ ସେୟାର କରିବେ। ଆଉ ଶେଷରେ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବି। ଆଉ ବେସିକାଲି ସ୍ପେସିଆଲି ମୁଁ CRT ଓଡିଆ ଭାଇଙ୍କୁ ବହୁତ ବହୁତ ହୃଦୟର ସହିତ ମୁଁ ଧନ୍ୟବାଦ ଦେବି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆଜ୍ଞା। ଆଉ ଏଇ ପ୍ରକାରେ ଆପଣ ଆଗକୁ ବଢନ୍ତୁ। ଧନ୍ୟବାଦ ଏହି ସୁନ୍ଦର ସୁଯୋଗ ଆଉ ଏହି ସମୟ ଦେଇଥିବା ନିମନ୍ତେ। ଆଉ ଏଇ ପ୍ରକାର ଭାବରେ ଆପଣ ମାନେ ଯେ ପ୍ରକାରେ JP ଓଡିଆ ଦେଖୁଛନ୍ତି, ସେମିତି ହିଁ CRT ଓଡିଆ ଚ୍ୟାନେଲକୁ ମଧ୍ୟ ଆପଣ ଦେଖନ୍ତୁ ଏବଂ ଯାଇକି ସପୋର୍ଟ କରନ୍ତୁ। ଥ୍ୟାଙ୍କ ୟୁ CRT ଓଡିଆ ଭାଇ। ଆଉ ଦେଖୁଥିବା ପ୍ରତ୍ୟେକ ଦର୍ଶକଙ୍କୁ ସମସ୍ତଙ୍କୁ ଥ୍ୟାଙ୍କ ୟୁ, ଧନ୍ୟବାଦ। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ ୟୁ ଅଲ୍।